ସଂଗୋପନ କାହାଣୀ ଲେଖକ ଶ୍ରୀ ମନୋଜ ଦାସ। ଏଇ ଉଦୁଉଦିଆ ଦୁଇ ପହରଟାରେ ହେମନ୍ତ ଖୁବ୍ ଗୋଟାଏ ତତଲା ଧମକ ଦେବାର ମତଲବ ନେଇ ରୁମ୍ ବାହାରକୁ ଆସି ହତବାକ୍ ହୋଇ ଦେଖିଲା ସାନ ଭାଇ ନୁହେଁ ଖୋଦ୍ ବାପା ନୂଆ ଚକଚାକ୍ ସାଇକେଲଟିକୁ ଧଡ଼ଧାଡ଼ ଶବ୍ଦ କରି ପିଣ୍ଡା ତଳକୁ ନେବାର ଚେଷ୍ଟା କରୁଛନ୍ତି। ହେମନ୍ତ ଆଡୁ ଅମାୟିକ ଭାବରେ ଆଖି ଫେରାଇ ନେଇ ସେ କହିଲେ, ଇଏ ମୁଁ ଟିକେ ୟାଙ୍କ ହେମ ବାବୁଙ୍କ ଘର ଆଡୁ ଆସୁଛି। ତୋର ତ ଏବେ କୁଆଡେ ଯିବାର ନଥିବ? ହେମନ୍ତ ଥତମତେଇ ଯାଇ କହିଲା, ମୋ କଥା ନୁହେଁ ଯେ, ତେବେ ଖଟରେ ଆପଣ କାର୍ କିମ୍ବା ରିକ୍ସାଟାଏ। ନାଇଁ ମ। ଶରଦ ବାବୁ ସାଇକେଲ ଧରି ଫାଟକ ବାହାରକୁ ଚାଲିଗଲେ। ହେମନ୍ତ ଗୋଟାଏ କିଂକର୍ତ୍ତବ୍ୟ ବିମୂଢ଼ ଅନୁଭୂତି ନେଇ ଦୁମ୍ କିନା ଯାଇ ଖଟ ଉପରେ ପଡ଼ିଗଲା। ଶତାବ୍ଦୀର 1/4 କାଳ ଅବାରିତ ଭାବେ କାର୍ ଚଢ଼ି ମୋଟା ପେନ୍ସନ୍ ସହ ଅବସର ନେବା ପରେ ଆଜି ତାର ବାପା ଏତେବେଳେ ବିଚ୍ ବଜାରରେ ସାଇକ୍ଲିଂ କରୁଥିବେ? ଆଶ୍ଚର୍ଯ୍ୟ! କାରରେ ବୁଲିବାଟାକୁ ସାଫୋକେସନ୍ ବୋଲି ଆଖ୍ୟା ଦେଇ ସେ ଅବଶ୍ୟ କିଛି ଦିନ ହେଲା ରିକ୍ସା ଚଢୁଥିଲେ। ତାପରେ ଆଜି ହଠାତ୍ ସାଇକେଲ। ଲମ୍ବମାନ ପିଚୁ ରାସ୍ତା ଉତ୍ତାପରେ ତରଳି ଯାଇ ସ୍ଥାନେ ସ୍ଥାନେ ବିଚକିଟିଆ ଚିକ୍ ଚିକ୍ କରୁଛି। ଶରଦ ବାବୁ ସାଇକେଲ ଛୁଟାଉଛନ୍ତି। ସିସ୍ ସିସ୍ ବ୍ରେକ୍। ଶରଦ ବାବୁ କଣ୍ଠ ଖୁବ୍ ଧୀର କରି ଡାକିଲେ, ହେ ଚିନାବାଦାମ ବାଲା। ଅତି ବିଳମ୍ବିତ ଗତିରେ ଚିନାବାଦାମ ବାଲା ନବାବଙ୍କ ନାତି ଭଳି ନୟନ ବେଲି ଅନାଇଲା। 2-4 ସେକେଣ୍ଡ। ହଠାତ୍ ତାର ମଦାଳସ ଆଖିରେ ଯୁଗାନ୍ତକାରୀ ପରିବର୍ତ୍ତନ ଦେଖାଦେଲା ଓ ସେ ସ୍ପ୍ରିଙ୍ଗ ଖେଳନା ଭଳି ଏକା କୁଦାରେ ଠିଆ ହୋଇପଡ଼ି ନିଜର କର୍ତ୍ତବ୍ୟ ସ୍ଥିର କରିନେଇ ଏଟେନସନ୍ କରି କହିଲା, ସଲାମ ସାହେବ। ଶରଦ ବାବୁ କହି ପକାଇଲେ, ସଲାମ ସାହେବ, ତୁ କଣ ମତେ ଚିହ୍ନିଛୁ କିରେ? ଚିନାବାଦାମ ବାଲା ହାତ ଦଳିଲା, ହଁ ହଜୁର। ଶରଦ ବାବୁଙ୍କ ଛାତି ଧଡ଼ଧଡ଼ ହେଲା। ସେ ଚାରିଆଡୁ ଆଖି ଫେରାଇ ନେଇ ଚୁପଚାପ କହିଲେ, 4 ପଇସାର ବାଦାମ ଦେଲୁ, କ୍ୱିକ୍ କ୍ୱିକ୍। ପଞ୍ଜାବୀ ପକେଟରେ ବାଦାମ ଭର୍ତ୍ତି କରୁ କରୁ ହଠାତ୍ ତାଙ୍କର ମନେ ପଡ଼ିଲା ଏବଂ ସେ ଆତଙ୍କିତ ହୋଇ କହିଲେ, ଆରେ ହେ, ମୁଁ ତ ପଇସା ମାନେ ମନି ବ୍ୟାଗଟି ଛାଡ଼ି ଆସିଛି। କୃତାର୍ଥ ହୋଇ ଚିନାବାଦାମ ବାଲା କହିଲା, ହଉ ସାହେବ, ଇଏ କୋଉ କଥା? କୋଠିରୁ ନେଇ ନେବି ନାହିଁ? ଆରେ ନାଇଁ ନାଇଁ, କୋଠିକୁ ଯିବା ଦରକାର ନାହିଁ। ଆଗାମୀ କାଲି ଏତେବେଳକୁ ତୁ କଣ ଏଇଠି ଥିବୁ? ମୁଁ ଦେଇଯିବି। ଖବରଦାର କୋଠିକୁ ଯିବୁ ନାହିଁ। ସାଇକେଲ ଚାଲିଛି। ଏ ରାସ୍ତାଟାରେ ସହର ବିଶେଷ ପ୍ରସାର ଲାଭ କରିନାହିଁ। ପିଚୁ ରାସ୍ତା ଶେଷ ହେଲା। ଏଥର ନାଲି ଧୂଳି। କଦାଚିତ୍ ଧୂଳିର ଧୂମାଳ ବାନା ଉଡ଼ାଇ ଉଡ଼ାଇ କେଁ କଟର ଶଗଡ଼। ଶରଦ ବାବୁ ବଡ଼ ରାସ୍ତା ଛାଡ଼ି ଏଥର ଡାହାଣକୁ ବଙ୍କେଇଲେ। ଆହୁରି ନିଛାଟିଆ। ଦୁଇପଟେ ପୂର୍ବତନ ଜମିଦାରଙ୍କର ବିସ୍ତୃତ ଆମ୍ବ ବଗିଚା, ଗୁଡ଼ାଏ କପୋତର ଡାକ। ହ୍ୟାଣ୍ଡେଲଟା କମ୍ପରୋଗୀ ଭଳି ଥରୁଛି। ଦୁର୍ବଳତା। ହୁଟ୍। ଶରଦ ବାବୁ ନିଜକୁ ପ୍ରବୋଧ ଦେଲେ, ବହୁ ବର୍ଷର ଅନାଭ୍ୟାସ ଫଳରେ ଏୟା। 2-4 ଥର ଚଢ଼ିଲେ ସେ ଅଲମ୍ପିକ ସାଇକ୍ଲିଷ୍ଟ ବନିଯିବେ। ଇହ, ବାପରେ, ଆଖୁ କ୍ଷେତ? ବଢିଛି ଚମତ୍କାର। ଶରଦ ବାବୁ ପ୍ରଥମେ ରାସ୍ତା କଡ଼ର ଗୋଟାଏ ଆମ୍ବ ଗଛ ଦିହକୁ ସାଇକେଲ ଡେରି ଦେଉଥିଲେ। ତାପରେ ଭୁଲ ସୁଧାରି ସାଇକେଲ ନିଜ ସାଥିରେ କିଆରି ଭିତରକୁ ଥୋଡ଼ାଏ ବାଟ ଓଟାରି ନେଇ ଯାଇ ବେଣାବଣ ଘଞ୍ଚ ହିଡ଼ ଉହାଡ଼ରେ ଶୁଆଇ ଦେଲେ। ଏଥର ରାସ୍ତାରୁ ଦେଖାଯିବନି। ହାତ ଅବଶ୍ୟ କିଞ୍ଚିତ୍ ଦୋଦପାଞ୍ଚ ହେଲା। ରୋମମୂଳ ସବୁ ଟାଙ୍କୁରି ଉଠିବା ଭଳି ଲାଗିଲା। କିନ୍ତୁ ସେ କଣ୍ଟା ବେଢ଼ା ଭିତରକୁ ହାତ ବଢ଼େଇ ମଟାସ କରି ପତଳା ଆଖୁ ଖାଡ଼ିଟିଏ ଭାଙ୍ଗି ଆଣି ପାରିଲେ। ରୁମାଲ ବିଛାଇ ବୁଦା ଉହାଡ଼ରେ ବସି ବହୁ ବର୍ଷ ପରେ ସେ ନିଜର ଦନ୍ତ ପଂକ୍ତିର ଶକ୍ତତା ସମ୍ପର୍କରେ ପୁନଃ ନିଶ୍ଚିତ ହେଲେ, ଯେତେବେଳେ 2 କଳ ବାହି କେତେ ଟୋପା ଗାଢ଼ ଆଖୁରସ ପଞ୍ଜାବୀର ଚରିତ୍ରକୁ କଳଙ୍କିତ କଲା। ଶରଦ ବାବୁ ସେତିକି ବେଳେ କିଏ ଯେପରି ସେଇପଟେ କଥାବାର୍ତ୍ତା କରି ଆସୁଥିବାର ଶୁଣିଲେ। ସେ ହିଡ଼ ତଳେ ମିଶିଯିବାକୁ ଚେଷ୍ଟା କଲେ। ସୂର୍ଯ୍ୟାସ୍ତ ସମୟକୁ ଶରଦ ବାବୁ ଘରକୁ ଫେରିଆସି ପୋଷାକ ପତ୍ର ପରିବର୍ତ୍ତନ କରିବା ବେଳକୁ ସ୍ତ୍ରୀ ଆସି ପଚାରିଲେ, ହଇଏ, ତମେ କୁଆଡ଼େ ଟୋକା ଟାକିଆଙ୍କ ଭଳି ସାଇକେଲ ଚଢ଼ି ହେମବାବୁଙ୍କ ବସ ଆଡ଼େ ଯାଇଥିଲ? ଶରଦ ବାବୁ ମୁରୁକି ହସି ଭିନ୍ନ ଧରଣର କଥା ଗୋଟାଏ କହିବାକୁ ଯାଉଥିଲେ, କିନ୍ତୁ ସେ ସବୁ ବୃଥା ବୋଲି ମନେକରି କହିଲେ, ବୁଝୁନ, ବୃଥାଟାରେ ଘରେ ବସି ବସି ପେଟ୍ରୋଲ ଗୁଡ଼ାଏ ଖର୍ଚ୍ଚ କରି କଣ ଲାଭ? ହେମନ୍ତଙ୍କ ମା ପାଇଁ ଏଭଳି ଯୁକ୍ତିଯୁକ୍ତ କଥା ସର୍ବଦା ମୂଲ୍ୟବାନ। ସେ ଆପ୍ୟାୟିତ ହୋଇ ଚାଲିଗଲେ ଏବଂ ଶରଦ ବାବୁ ଦୀର୍ଘ ନିଶ୍ୱାସଟିଏ ଛାଡ଼ିଲେ। ସନ୍ଧ୍ୟା ହେଲା। ଚଟାଣରେ ଚକା ପାରି ବସି ସେ ପୁରୁଣା ଆଲମିରାଟାର ସବା ତଳ ଥାକରୁ ବହୁ ବର୍ଷ ଧରି ବନ୍ଧା ହୋଇ ରହିଥିବା ବହି ଓ ଖାତାପତ୍ରର କେତୋଟି ପୁଟୁଳା କାଢ଼ିଲେ। 2-3 ଯୁଗର ଗଣ୍ଠି ଖୋଲିବା ସହଜ ନୁହେଁ।
ତଥାପି ବ୍ଲେଡରେ କାଟିବାକୁ ମନ କହୁନାହିଁ। ପୋକ କାଟି ଛିନଛତ୍ର କରିଦେଲାଣି। ଏଇଟା ପାଟନା ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଇଂରାଜୀ ସିଲେକ୍ସନ। ବଡ ବଡ ଅକ୍ଷରେ ଦ୍ୱିତୀୟ ପୃଷ୍ଠାରେ ଲେଖା ଶ୍ରୀମାନ ଶରତ ଚନ୍ଦ୍ର ପଟ୍ଟନାୟକ, ଏ ଷ୍ଟୁଡେଣ୍ଟ ଅଫ ଇତ୍ୟାଦି। ଉପରେ ଗଡ୍ ଇଜ ଗୁଡ୍। ଆର୍ଟ କାଗଜରେ ଛାପା ମହାମାନ୍ୟ ସମ୍ରାଟଙ୍କ ମୁହଁ ଅସର୍ପା ଘୁଅରେ ବଡ କରୁଣ ଦେଖାଯାଉଛି। ଏଇ ଖାତା ଇଣ୍ଟରମିଡିଏଟ କ୍ଲାସର। ଶେଷ ପୃଷ୍ଠାରେ ଲିଭନ୍ତ ମ୍ରିୟମାଣ ଅକ୍ଷର ସି ଇଜ ଲୁକିଂ ଏଟ୍ ୟୁ। ଶରତ ବାବୁଙ୍କ ଦିହ ଭିତରେ ବିଦ୍ୟୁତ ଖେଳିଗଲା। ଏ ହସ୍ତାକ୍ଷର ଶଶାଙ୍କର। ସି ଟି ହେଉଛି ମିସ୍ ସୁପ୍ରଭା ଦାସ, ଅର୍ଥାତ୍ ସୁପ୍ରଭା ତାଙ୍କରି ଆଡେ ଲୁକିଂ। ହାୟରେ, କେବଳ ତା କପାଳର ବିନ୍ଦୁଏ କୁଙ୍କୁମ, ରୋଲ୍ଡ ଗୋଲ୍ଡ ଚେନରେ ବନ୍ଧା ଚିକମିକ ରିଷ୍ଟ ୱାଚ ଏବଂ ହସନ୍ତ ଅବସ୍ଥାରେ ତା ଗାଲର ବିନ୍ଦୁଏ ବିଦ୍ୟୁତ ଦାବ ଘୂର୍ଣ୍ଣି ଛଡା ଆଉ କିଛି ମନେ ପଡୁନାହିଁ। ସୁପ୍ରଭା ଦାସ। ସେ ଯେଉଁଦିନ ଯାହା ଆଡେ ଲୁକିଂ କରୁଥିଲା, ଜୀବନରେ ଅନ୍ତତଃ ସେଇ ଦିନକ ପାଇଁ ଡାଏରୀ ଲେଖିବା ସକାଶେ ସେ ବଡ ଜୋର ପ୍ରେରଣା ଅନୁଭବ କରୁଥିଲା। ହଠାତ୍ ଦିନେ ସଭିଏଁ ଦେଖିଲେ ବିଜ୍ଞାନ ବିଭାଗ ପଛପଟ କାନ୍ଥରେ ଏକ ସର୍ବଜନ ପ୍ରିୟ ଗାଣିତିକ ଚିହ୍ନ ଆଙ୍କିତ। ଗୋଟିଏ କଡ଼ରେ ଚକ୍ ଖଡି ଯୋଗେ ସୁପ୍ରଭାର ନାମ ଏବଂ ଅନ୍ୟ କଡ଼ରେ ନବାଗତ ଭୂଗୋଳ ଅଧ୍ୟାପକ ନରେନ ଚାଟାର୍ଜୀଙ୍କ ନାମ ଲେଖା ହୋଇଛି। କିଛି ଦିନ ନ ଯାଉଣୁ ଅନ୍ତର୍ଦେଶୀୟ ବୈବାହିକ ନିମନ୍ତ୍ରଣ ପତ୍ର ଜଗତରେ ନବଯୁଗର ସୂତ୍ରପାତ କରି ସୁପ୍ରଭା ଓ ନରେନ ଉଭୟଙ୍କ ଦସ୍ତଖତରେ ଛପା ହୋଇଥିବା ଖଣ୍ଡିଏ ଖଣ୍ଡିଏ ନିମନ୍ତ୍ରଣ ପତ୍ର ସୁପ୍ରଭାର ସମସ୍ତ ସହପାଠୀ ପାଇଲେ। ଶରତ ବାବୁଙ୍କ ଜୀବନରେ ସେ ଦିନଟି ଅବିସ୍ମରଣୀୟ। କାରଣ ସନ୍ଧ୍ୟାର ଅନ୍ଧକାରରେ ମୁହଁ ଲୁଚାଇ ନଈକୂଳରେ ବସି ନିଜର ଆଖି ପୋଛି ପୋଛି ସେ ଖଣ୍ଡିଏ ବଡ ଧରଣ ରୁମାଲ ସନ୍ତସନ୍ତିଆ କରି ପକାଇଥିଲେ। ଶରତ ବାବୁ ଗୋଟାଏ ପରେ ଗୋଟାଏ ପ୍ୟାକେଟ ଖୋଲି ବହି ଓ ଖାତା ଗୁଡ଼ିକୁ ଲୁଗା କାନିରେ ପୋଛାପୋଛି ହେଉଥିଲେ। ଏମ୍ପାୟାର କାଳିର ଲେଖା ସବୁ ଅସ୍ପଷ୍ଟ ହୋଇ ଆସିଲାଣି। ଆଖିର ଦ୍ୟୁତି ବି ନିଷ୍ପ୍ରଭ। ଖୁବ୍ ମୁହଁ ପାଖକୁ ଆଣି ପଢିଲା ବେଳକୁ ସେଥିରେ ଚୁମା ଦେବାକୁ ଇଚ୍ଛା ହେଉଛି। ଇତିହାସ ଖାତାର ଗୋଟିଏ ପୃଷ୍ଠାରେ ଶରତ ବାବୁ ଅଟକି ଗଲେ। ଫଟୋଟିଏ ଅଠାଳିଆ ହୋଇ ଖାତା ସହିତ ଜଡି ଯାଇଛି। ଖୁବ୍ ସତର୍କତା ସହକାରେ ସେ ଖଣ୍ଡି ବାହାର କରି ବହୁ ସମୟ ଧରି ସେ ତାକୁ ନିରୀକ୍ଷଣ କଲେ। ତାପରେ ଆଲମିରାଟାର ଉପର ଥାକରୁ ଖଣ୍ଡିଏ ସାଦା ଲଫାଫା ଆଣି ତଇ ଭିତରେ ତାକୁ ଭର୍ତ୍ତି କରି ନିଜ ପକେଟରେ ପୁରାଇଲେ। ପରଦିନ ସକାଳୁଠୁ ଶରତ ବାବୁ ଦୁଆର ପିଣ୍ଡାରେ ଆରାମ ଚୌକି ପକାଇ ବସି ରହିଲେ। ଚିନାବାଦାମ ବାଲା ପହଞ୍ଚିଯିବ କି? ଅଣିଟି ଚଟାପଟ ତାକୁ ଦେଇ ବିଦା କରିଦେବାକୁ ପଡିବ। ଅନ୍ୟମାନେ ଦେଖିଲେ ବଡ ଅଡୁଆ କଥା ହେବ। ସେଦିନ 2 ପ୍ରହର ବେଳକୁ ମଧ୍ୟ ହେମନ୍ତ ସାଇକେଲ ଶବ୍ଦ ଶୁଣିଲା। ସେ କିନ୍ତୁ ଆଉ ପଦାକୁ ଆସିଲା ନାହିଁ। ଶରତ ବାବୁ ରାସ୍ତା କଡର ପୂର୍ବ ପରିଚିତ ଗୁମୁଟି ପାଖରେ ପହଞ୍ଚି ଦେଖିଲେ ଚିନାବାଦାମ ବାଲା ବାଳକ ଆଜି ଶୋଇପଡି ନାହିଁ। ଆଖିରେ ତାର ଗଭୀର କୌତୂହଳ। ସେ ସଲାମ ବଜାଇଲା। ଶରତ ବାବୁ ତାକୁ 2 ଅଣାଟି ବଢାଇ ଦେଲେ। 4ଟା ପଇସା ଫେରାଇ ଦେବି ନା ଚିନାବାଦାମ ଦେବି? ଆଜି ଖୁବ୍ ତ ଟକା। ପଇସା ଦରକାର ନାହିଁ କି ବାଦାମ ବି ନୁହେଁ, ତୁ ନେ। ସାର୍, ସେ କଥା ହୋଇପାରେ? ଭଗବାନ କଣ ଭାବିବେ? ଚୁପ୍। ଶରତ ବାବୁ ପେଡେଲ ମାରି ଚାଲିଗଲେ। କିଛି ଦୂର ଯିବା ପରେ କିନ୍ତୁ ତାଙ୍କ ମନରେ ଗୋଟେ ଆତଙ୍କ ଉଙ୍କି ମାରିଲା। ଚିନାବାଦାମ ବାଲା ବେଶୀ ବାହାଦୁରୀ ଦେଖେଇ ଅଣିଟି ଫେରାଇବା ପାଇଁ କୋଠରୀ ପହଞ୍ଚିଯିବ ନାହିଁ ତ? ସାଇକେଲ ବୁଲାଇ ସେ ପୁଣି ପଛକୁ ଫେରିଲେ। କିନ୍ତୁ ବାଦାମ ବାଲା ସେତେବେଳୁ ସେଠୁ ଚାଲିଗଲାଣି। ପିଚୁ ରାସ୍ତା ଟପି ଜମିଦାରଙ୍କ ସହକାର ପଛରେ ପକାଇ ଗୋଟା ଗୋଟା ଶଗଡ଼ ବା ଟ୍ରକର ଧୂଳି ଜଡ଼କୁ ବେଖାତିର କରି ସେ ଆଜି ନାଲି ରାସ୍ତା ଉପରେ ବହୁ ଦୂର ଆଗେଇ ଗଲେ। ନିଛାଟିଆ ପଥରେ ଏକୁଟିଆ ବିରାଟ ବୋଝଟିଏ ମୁଣ୍ଡାଇ ଛିନ୍ନ ବସ୍ତ୍ରା ବୁଢୀଟିଏ ଚାଲିଛି। ପିଠିପଟେ ତାର ଝାଳର ସ୍ରୋତ ଖରାରେ ଜଳୁଛି। ଶରତ ବାବୁ ଖୁବ୍ ଜୋରରେ ଅଥଚ ନିଶବ୍ଦରେ ସାଇକେଲ ଚଳାଇ ଠିକ୍ ତାଠୁ ଫୁଟେ ପଛରେ ଧାଇଁକିନା ବ୍ରେକ୍ ଦେଇ ବେଲ ବଜାଇ ଦେଲେ। ସ୍ତ୍ରୀ ଲୋକଟା ଅତର୍କିତ ଭାବରେ କାଉଳି ମାଉଳି ଖାଇ ପଡି ଯାଉ ଯାଉ ବର୍ତ୍ତିଗଲା। ମନେ ମନେ ଗଭୀର ଆତ୍ମତୃପ୍ତି ଲାଭ କରି ଶରତ ବାବୁ ଆହୁରି କିଛି ଦୂର ଆଗକୁ ଯାଇ ଏଥର ସାଇକେଲ ଫେରାଇଲେ। ଭାରି ଇଚ୍ଛା ହେଉଥିଲା କାହା ସହ ଟିକେ ଗପସପ କରନ୍ତେ। ମନେ ମନେ ତାଙ୍କର ଧାରଣା ହେଲା ବୁଢୀଟି ଚମକି ପଡି ହୁଏତ ଏକ କରି ପକାଇଥିବ। ବିଚାରୀ। ଶରତ ବାବୁଙ୍କ ମନ ସହାନୁଭୂତିରେ ଭରିଗଲା। ସନ୍ଧ୍ୟାବେଳେ ନିଜ ବୈଠକ ଖାନାରେ ବସି ଚାହା ପିଉ ପିଉ ସେ ଅନୁଭବ କଲେ ମନ ଯଦିଚ ବେଶ ପ୍ରଫୁଲ୍ଲ, ଦେହଟା ଟିକେ କ୍ଳାନ୍ତ ହୋଇ ପଡିଛି। କିନ୍ତୁ ଏ କ୍ଳାନ୍ତିକୁ ଅସ୍ୱୀକାର କଲେ ଚଳିଯିବ। ଏମିତି କେତେ ଆଉ ସେ ସାଇକ୍ଲିଂ କରିଛନ୍ତି କି?
एकदा गोटाए ग्रीष्म छुट्टीरे तो पुणी 3 थर कटकरू कोणार्क साइकेल जिबा आसिबा करिथिले, जदिओ 35 वर्ष तले। जगज्योति बाबू की आस आस बस, हेमंत कुआडे बाहरी जाइछि, तमे बस से आसीजिव। हेमंतर बंधु जगज्योति कुतार्थ कुतार्थ भाव देखाई टेबुल सामना चौकी बसिले। शरद बाबू पाटी करी आउ कपे चा पई बराद देले। आउ जगज्योति बाबू कौन हालचाल कुह? हेमंतर बंधु मानक भितरु एई युवकटी शरद बाबू बेस पसंद करती। विनयी गंभीर अर्थात सरल प्रकृतिर पिला। आजिकाली अधिकांश टोके जा हेउछंती छि, तेणु रिटायर करिवा परठारु जेतेबेले काहा सहित हेले गपसप करिवा पई पाटी आकु पाकु करे, सेतेबेले जगज्योति को पाइले शरद बाबू सिगरेट रु धुआं छाडिला भଳି आराम करी कथा हुअंती। किमिति सीए एवं ताको घनिष्ठ बंधु शशांक चौधरी प्रिंसिपाल हाबार्ड साहेब को मेम को मिछ भूत देखै फिट कराई देइथिले, किपरि तांको सहपाठी गोटाए जमीदार पुअर धारणा थिला जे साहेब मान सिंघाणी तक जमाट करी काच तियारी हुए, इत्यादि इत्यादि केते कथा। आज भी शरद बाबू गपुथिले, किंतु बड़ भावप्रवण तांको कंठ एवं स्वर बड़ धीर। जगज्योति अति सुबोध भावरे शुणुथिले। हाँ, जहा कहूथिली सेतेबेले आम भाइस प्रिंसिपाल थिले मिस्टर मृण्मय सेन। बड़ चमत्कार लोक। भद्र लोकंकर बड़ आग्रह थिला तांको पिला पिली को ओडिया सिखाइबे। मु ओडिया रे सर्वोच्च नंबर पाई आईए पास करी 3rd ईयर रे भर्ती होई थाए। हठात दिने प्रोफेसर सेन मते कहिले, हये बाबू तमे तो खूब पाखरे बसा नहीं रहिच, टिके मझिरे आसी मो झियो डॉली को ओडिया सिखाई दियंते नहीं। शरद बाबू ईषत हसी चाहतक शेष कले। जेतेबेले प्रोफेसर सेन को भली गुरु कहउचंदी आ उपाय कण? गली प्रथम सप्ताह रे थरे 2 थर, तापरे दैनिक संध्यारे। शरद बाबू कथा कहू कहू दीर्घ निश्वास छाड़िले। जगज्योति पचारे, डॉली देवी ओडिया शिखिगले? शरद बाबू को मुहरे रंगीन हस, करुण स्निग्ध। टिके रही से कहिले, प्रथमे प्रथमे मन देई किछि शिखि पकाइले, तापरे आज्ञा। शरद बाबू कंठ आउरी धीर करी कहिले, माने तापरे तांकर शिखिबा पई कि मोर शिखाइबा पई विशेष आग्रह नथिला। अवश्य मु दैनिक संध्यारे सेटाकु न जाई रही पार नथिली, माने आम भितरे जगज्योति सलस भाବରେ କହିଲେ, आज्ञा। किछि समय नीरवता। हठात शरद बाबू प्राय रुद्ध कंठरे कहले, माने तार फोटोटी मु आज जाए। से निज पंजाबी छाती पकेट रु खंडिए लफाफा काढ़ी जगज्योति हाथ को बढ़ाई दे वाक्य शेष कले, रखिछि। जगज्योति तही भितर धीरे धीरे बाहर करी फोटोटी पुणी देखी टेबुल उपरे थोईदेले। शरद बाबू तत्क्षणात ताहा पकेट रे पुराइले। किछि समय धरी 2 जण चुपचाप बसी रहिले। तापरे शरद बाबू कहिले, किछि दिन पर टाइफॉइड रे डली मरीगला। प्रोफेसर सेन चाकिरू विदा नहीं तांको घर पूर्व बंग को चली गले। बास सब शेष हला। जगज्योति उठिले। संगे संगे शरद बाबू भी उठी पड़ी कहले, ए सब कथा केउठी आलोचना करिवो नाही जगज्योति बाबू। सेदिन रातिरे शरद बाबू को खूब भल निद हला। तही परिदिन जाक से तांको पुराना बहीपत्र घंटा घंटी रे बिताइले। तही परदिन दीपहर रे ठीक निद अलस भांगी आसवा बेलको शुणिले, झियो उर्मिला हेमंत को कहूची, भाई ए फोटोटी कार चिन्हिल? बापांक घरे पड़ीथिला। हेमंत कहूथिला, अरे एटा अर्जु बाईर छवि। भारत रे प्रथमे सिनेमा तैयारी हेबा बेलको ए जणे नामजादा अभिनेत्री थिले। ता पूर्वर विख्यात नर्तकी थिले। किह जगज्योति, तुमे परा सिनेमा शिल्पर इतिहास उपरे पढ़ापढ़ी करछ? जगज्योति केवल कहले, हूँ। शरद बाबू उठी बसिले। तांको दिहरु गम गम झाल बही जाउथिला। तकिया उल्टाई देखिले तले फोटोटी नाही। से धीरे धीरे उठी दिहरे पंजाबीटी गड़ाई अन्य द्वार देई पदा को बाहरी गले। चाली चाली पिचु रास्ता शेष हला। नाली बाटरे किछि दूर जाई बाट भांगी जेतेबेले निछाटिया आखु कियारी पाखरे पहुंचिले, सेतेबेलको आउ चालिबार शक्ति नथिला। घास भूई उपरे बसी पड़ी से रुमाल बाहर कले। आखि फिटाई लुह बाहरी आसीबाकू चाहुथिला। एडे सहजरे से धरा पड़ी गले। जगज्योति तेबे प्रथमरु जानिथिला से सब प्रेम फ्रेम कथा मिछटारे कहूथिले बोली। कौन भाबिथिबो सिए? केबेका छबिटाए बही भितरे रही जाइथिला। एमानंक जन्म सेबे नाही। किए जानिथिला चिन्हि देबे? जगज्योति, उर्मिला, हेमंत एमाने आउ गोटाए जुगर मनीष। शरद बाबू निजको मणिले चूड़ांत असहाय।
ଜଗତଜ୍ୟୋତି ଓ ଉର୍ମିଳା ବହୁତ ଦିନ ଗପସପ କରିବାରେ ସେ ଦେଖିଛନ୍ତି। ଆଜି ପ୍ରଥମ କରି ମନେ ହେଲା ହୁଏତ ଛାଡ଼, ସେମାନେ ଆଉ ଗୋଟାଏ ଯୁଗର ମଣିଷ। ଇଃ, କଣ ଭାବିଥିବ ଜଗତଜ୍ୟୋତି? ହୁଏତ ଦିନେ ସେ ଉର୍ମିଳା ପାଖରେ ସବୁ ଗପିଦବ। ବହୁ ବର୍ଷ ଭିତରେ ସେ କାନ୍ଦିବା ଭୁଲି ଯାଇଥିଲେ, ଆଜି କାନ୍ଦି ପକାଇଲେ।